ବାବୁ ଆମ ଲୋକମାନେ ଗାଁ ଗଣ୍ଡାରେ ପେନସନ କହିପାରନ୍ତିନି କିନ୍ତୁ ଆମ ମା ଭଉଣୀ ଆମ ମଉସା ମାଉସୀ ମାନେ ଭତ୍ତା କଣ କହନ୍ତି ମଧୁବାବୁ ପେନସନ ହେଲା କଣ କହନ୍ତି ମଧୁବାବୁ ପେନସନ କହନ୍ତି ଆଉ ନବୀନ ନନ୍ଦ ଆସି ଭାତକ ଅଜାଡ଼ି ଦିଅନ୍ତି। ଆଜି ନବୀନ ବାବୁ ଯିଏ 500 ପାଉଥିଲେ ତାକୁ କେତେ କଲେ କେତେ ହେଲା ପେନସନ 1000 କେହି କାକା ପେଟୁ କେହି ବାହାନ୍ତି ମଧୁବାବୁ ପେନସନ 500 ରୁ 1000 ହେଲା ନା ନାହିଁ ମଉସା ହାତ ବଢେଇଲେ ସେ ନିଶ୍ଚୟ କଥା ପାଉଥିଲେ ଯିଏ 700 ପାଉଥିଲେ ସେ 1200 ହେଇଗଲେ ଯିଏ 900 ପାଉଥିଲେ 1400 ଏତେ ବଡ଼ ଯେମିତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କଲେ ମଧୁ ପେନସନଟା ତୁମେ ଜାଣିଛ ଆମ ବୁଢ଼ାବୁଢ଼ୀଙ୍କର ପ୍ରାୟ ଆଜି 56 ଲକ୍ଷରୁ ଖାଲି 33 ଲକ୍ଷ ଅଛନ୍ତି ମଉସା ମାଉସୀ ପିସା ପିସି ଗୁଲ ଭଳିଆ ଅଛନ୍ତି। ତେଣୁ ତୁମେ ଦେଖିବ ମୁଁ ଦେଖିଛି କହିବେ ବାବୁ ଏଇ ଯୋଉ ଗୁଆ ଟିକେ ଗୁଣ୍ଡି ଟିକେ ଆଉ ଟିକେ ଇଏ ଏଇ ଯୋଉ ଚା ପତି ଟିକେ ଛୋଟିଆ ଛୋଟିଆ ମୁଁ ଦେଖିଛି ବଲାଙ୍ଗୀର ବୋଲେ ଏମିତି ହାତରେ ଦୌଡ଼ୁଥିବେ 100 ଟଙ୍କିଆ 5 ଖଣ୍ଡ ସେ ଆଖିରେ ଲୁହ ଆସୁଛି ସେ ଲୁହ ଆଶୀର୍ବାଦର ଲୁହ କାହା ଉପରେ ନବୀନ ପଟ୍ଟନାୟକ ଉପରେ ନୁହଁ ଟିକେ ହୁଳହୁଳିଟା ଦବନି ତାଙ୍କ ଅପେକ୍ଷା ତୁମେ ଭଲ ଭାବେ ତାଙ୍କ LIC ଦେଖିବେ ଟାଇମ ହେଇଗଲା ପୋକ ଲାଗୁଛି ତେଣୁ ସେଇ ଯୋଉ ଲୋକଟି ଏଠି କରିଛେ ସେଠି ଫଟୋ ତାରି ପାଇଁ ମୋର ଗୋଟିଏ ଅନୁରୋଧ ଯୋଉ ଲୋକଟି ଏତେ କଲାଣି 24 ବର୍ଷ ହେଲା ଭାବି ପାରୁଛ 2000 ମସିହାରେ କ'ଣ ଅବସ୍ଥା ଥିଲା ଓଡ଼ିଶାର ଆଜି ଆମେ କୋଉଠି ପହଞ୍ଚିଛୁ ଏଇ ଖଣ୍ଡକରେ ଏକାମ୍ର ଯୋଜନା ଠାରୁ ଆରମ୍ଭ ତୁମ ସହରର ଲିଙ୍ଗରାଜ ମନ୍ଦିରଠୁ ଆରମ୍ଭ କରି ପୁରୀ ଶ୍ରୀକ୍ଷେତ୍ର ପରିଗାଁଠୁ ଯେତେ ପାର୍କ ଯେତେ ମୋ ପୋଖରୀ କାର୍ଯ୍ୟକ୍ରମ କାଲି ଗୋଟେ ବଡ଼ ମିଟିଂ ହେଉଛି ପରଦିନ ଏ ସବୁଗୁଡ଼ିକ ଏଇଟାରେ ମୁକ୍ତା ଯୋଜନା କ'ଣ ଉଠୁଲୋଚନା ମୁକ୍ତା ଯୋଜନା କେତେ ବଡ଼ ଯୋଜନା ହେଇଛି ଆମର ଜାଗା ମିଶନ ଆମ କେତେ ହେଉଛି ଆମ SHG ମା ମାନେ କେତେ ସୁନ୍ଦର ସୁନ୍ଦର ଇଏ କରିଛନ୍ତି 145 କୋଟି ତାଠୁ ଆଉ ଗୋଟେ ବଡ଼ ଯୋଜନା 145 କୋଟି ବାଦ ଆଉ ଗୋଟେ ଯୋଜନା ପକ୍କା କଚ୍ଚା ପକ୍କା ରାସ୍ତା ଏବେ ଏକାମ୍ରରେ କେତେ ଯାଇଛି ଜାଣିଛ ଏକାମ୍ରରେ 149